ସଫଳତାର ସିଡ଼ି ଚଢ଼ିବାକୁ ସଂଘର୍ଷ କଲାବେଳେ ଏହି ଆଖି ସେହି ସଂଘର୍ଷକୁ ନିଜେ ଦେଖିଛି। ଏହି ହୃଦୟରେ ଅନୁଭବ କରିଛି ସେହି ଭଲ ପାଇବାର ସେ ଆନ୍ତରିକତାକୁ। କିଏ ନିଜର କିଏ ପର ଜାଣିବା ସମ୍ଭବ ହେଉନଥିଲା। ସତର କ'ଣ ଏତେ କୁନି କୁନି ପିଲା ଜଣକର ଥିଲା? ପରେ ବୁଝିଲି ସେଇଟା ଗୋଟେ କିଡ୍ ସ୍କୁଲ ଥିଲା। ସେଠି ମ୍ୟାମ୍ କମ୍ ଥିଲେ, ମାମା ଅଧିକ ଥିଲା। ସ୍ନେହ ପ୍ରେମ ଭରା ସେଇଟା ଗୋଟେ ମନ୍ଦିର ଥିଲା, ଯେଉଁଟା କେଉଁ ଗୋଟେ ପରିବାରଠୁ କମ୍ ନଥିଲା। ଆପଣ ଜାଣିସାରିଥିବେ ମୁଁ କାହା କଥା କହିବାକୁ ଚାହୁଁଛି। ସେଇଟା କେବଳ ଟ୍ୟାଲେଣ୍ଟ କିଡ୍ସ ଥିଲା। ପୁଷ୍ପଲତା ମ୍ୟାଡ଼ାମଙ୍କ ନେତୃତ୍ୱରେ ଆହୁରି ଅନ୍ୟ ମ୍ୟାମ୍ ମାନେ ବି ଥିଲେ, ଯିଏ ନିଜ ଛୁଆ ଆଉ ସେଠି ପଢ଼ୁଥିବା ଛୁଆଙ୍କ ଭିତରେ ଫରକ ସେମାନଙ୍କୁ ଜଣା ନଥିଲା। ଏ କାହାଣୀ ନଥିଲା ଆଜ୍ଞା ଜଣେ ମହିଳାଙ୍କ ସଫଳତା ଥିଲା। କେବଳ ସଫଳତା ନୁହେଁ, ସ୍ନେହ ଆଉ ପ୍ରେମ ମିଶା ଗୋଟେ ବାଜି ଜିତିବାର ପ୍ରୟାସ ଥିଲା। ଏ କାହାଣୀ ହୁଏତ ଅନେକ ମହିଳାଙ୍କୁ ଇନ୍ସପାୟାର କରିପାରେ। ହଁ ଆଜ୍ଞା, ଏ କାହାଣୀ ହେଉଛି ଟ୍ୟାଲେଣ୍ଟ କିଡ୍ସର ଆଗକୁ ବଢ଼ିବାର କାହାଣୀ। ଆଉ ଏ କାହାଣୀ ହେଉଛି ସେଇ ଟ୍ୟାଲେଣ୍ଟ କିଡ୍ସର ମୁଖ୍ୟ ପୁଷ୍ପଲତା ମ୍ୟାଡ଼ାମ ମାନେ ପୁଷ୍ପଲତା ତ୍ରିପାଠୀଙ୍କ କାହାଣୀ। ଆସନ୍ତୁ ଶୁଣିବା ମୋ ନିଜ ଅନୁଭୂତିରେ ମୋ ଆଖିରେ ଦେଖିଥିବା ସେ ସଂଘର୍ଷମୟ କାହାଣୀର କିଛି କଥା। ସେଦିନ କିଛି ପିଲାଙ୍କ କାନ୍ଦ ଆଉ ପାଟି ଶୁଣି ମୋ ନିଦଟା ଭାଙ୍ଗି ଯାଇଥିଲା। ଝରକା ଖୋଲି ଦେଖିଲି ପ୍ରଭାସ ସାର୍ଙ୍କ କୋଚିଂରେ କିଛି କୁନି କୁନି ଛୁଆ ଅଛନ୍ତି, ହୋହାଲ୍ଲା କରୁଛନ୍ତି। କିଛି ବୁଝିପାରିଲିନି। ଭାବିଲି ପ୍ରଭାସ ସାର୍ଙ୍କ ଝିଅଙ୍କର କିଏ ସାଙ୍ଗମାନେ ଆସିଛନ୍ତି ବୋଧେ। ମୁଁ ଆଉ ତାପରେ ଧ୍ୟାନ ଦେଇପାରିନି। ସବୁଦିନ ଭଳି ଅଫିସ ଗଲି, କାମ ବି କଲି। ପୁଣି ରାତିରେ ଆସି ଶୋଇପଡ଼ିଲି। ପରଦିନ ପୁଣି ସମାନ କଥା। କିଏ କାନ୍ଦୁଥିଲା, କିଏ ଚିଲଉଥିଲା। ନିଦଟା ପୁଣି ଭାଙ୍ଗି ଯାଇଥିଲା। ଉଠିକି ଦେଖିଲି ଜଣେ ମ୍ୟାଡ଼ାମ ସେମାନଙ୍କୁ ବୁଝାଉଥିଲେ। କିଛି ବୁଝିପାରିଲିନି, କିନ୍ତୁ ଯେତେବେଳେ ବାହାରକୁ ଗଲି ଆଉ ଦେଖିଲି ଗୋଟେ ବୋର୍ଡ଼ ମରାଯାଇଥିଲା, ଯେଉଁଥିରେ ଲେଖାଯାଇଥିଲା ଟ୍ୟାଲେଣ୍ଟ କିଡ୍ସ। ବୁଝିବାକୁ ବାକି ରହିଲାନି ଯେ ଏଇଟା ଗୋଟେ ପ୍ଲେ ସ୍କୁଲ ଖୋଲାଯାଇଛି ବୋଲି। ସବୁଦିନ ଦେଖୁଥିଲି ଯେତିକି ପିଲା ଥିଲେ, ଧୀରେ ଧୀରେ ସେଇ ପିଲାମାନଙ୍କ ସଂଖ୍ୟାଟା ବି ବଢ଼ିବାକୁ ଲାଗିଲା। ସବୁଦିନ କେଁ କାଁ ଶବ୍ଦ ଭିତରେ ନିଜକୁ ଆଡ଼ଜଷ୍ଟ ବି କରିଦେଇଥିଲି। ଯେହେତୁ ଆମର ଲେଟ୍ ନାଇଟ୍ ପର୍ଯ୍ୟନ୍ତ ଅଫିସରେ କାମ ଚାଲେ, ତେଣୁ ଉଠିବା ତ ବିଳମ୍ବ ହେବାଟା ନିଶ୍ଚିତ। ସେତେବେଳେ ପ୍ରଭାସ ସାର୍ କିମ୍ବା ପୁଷ୍ପା ମ୍ୟାମ୍ ମୋ ସହ ଏତେ ପରିଚିତ ନଥିଲେ କି ମିଶି ନଥିଲେ। ହଠାତ୍ ଦିନେ ଆମ ଅଫିସର ପ୍ରଦୀପ୍ତ କଲ୍ କଲା, ସାର୍ ସାଇଡ଼ରେ ଯେଉଁ ଟ୍ୟାଲେଣ୍ଟ କିଡ୍ ସ୍କୁଲ ଅଛି, ସେ ମ୍ୟାଡ଼ାମ କହୁଛନ୍ତି ଟିକେ ତାଙ୍କ ପିଲାମାନଙ୍କୁ ଆମ ଅଫିସକୁ ବୁଲେଇ ଆଣିବେ ଆଉ ତାଙ୍କୁ ଆମ ଅଫିସ ଦେଖେଇବେ। ମୁଁ କହିଲି ହଉ ଠିକ୍ ଅଛି। କିଛି ସମୟ ପରେ ପ୍ରଦୀପ୍ତ କିଛି ଫଟୋ ଛାଡ଼ିଲା। ମୁଁ ଦେଖି ଭାରି ଖୁସି ହେଇଯାଇଥିଲି। ସେତେବେଳେ ଅବଶ୍ୟ ଖୁବ୍ କମ୍ ପିଲା ଥିଲେ। ପୁଣି ଥରେ ମୋତେ ସୁଯୋଗ ମିଳିଥିଲା ଟ୍ୟାଲେଣ୍ଟ କିଡ୍ସର ପ୍ରଥମ ବାର୍ଷିକ ଉତ୍ସବରେ ଅତିଥି ହେବାର। ଆଜି ବି ମୋର ମନେ ଅଛି ସେଦିନର କଥା। ମୁଁ ମୋ ଭାଷଣରେ କହିଥିଲି ମୁଁ ନିଜେ ପୁଷ୍ପଲତା ମ୍ୟାମ୍ଙ୍କ ସଂଘର୍ଷକୁ ଦେଖିଛି, ଆଉ ଆଜି ବାର୍ଷିକ ଉତ୍ସବ ସ୍କୁଲ ଛାତ ଉପରେ ହେଉଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଆରଥରକୁ ଏହି ବାର୍ଷିକ ଉତ୍ସବ ଦୁର୍ଗା ମଣ୍ଡପ ପଡ଼ିଆରେ ହେଉ। ଆଉ ଭଗବାନ ବୋଧେ ମୋ ଡାକ ଶୁଣିଥିଲେ। ଖାଲି ମୋ ଡାକ ନୁହେଁ ଆଜ୍ଞା, ପୁଷ୍ପଲତା ମ୍ୟାଡ଼ାମ ଆଉ ତାଙ୍କ ଟିମ୍ଙ୍କ ଅକ୍ଳାନ୍ତ ପରିଶ୍ରମ, ସଂଘର୍ଷ, ପିଲାମାନଙ୍କ ପ୍ରତି ସ୍ନେହ, ଭଲ ପାଇବା ସହ ଭଗବାନଙ୍କ ଆଶୀର୍ବାଦରୁ 2 ବର୍ଷ ହେଲା ଏହି ଶୈଳେଶ୍ୱର ବିହାର ଦୁର୍ଗା ମଣ୍ଡପରେ ଟ୍ୟାଲେଣ୍ଟ କିଡ୍ସର ବାର୍ଷିକ ଉତ୍ସବ ପାଳନ ହେଇ ଆସୁଛି। ଏ ସଫଳତା ଉନ୍ନତି କେବଳ ପୁଷ୍ପଲତା ମ୍ୟାମ୍ଙ୍କର ନୁହେଁ, ବରଂ ଏ ପୁରା ଟିମ୍ର ସଫଳତା ବୋଲି ମୁଁ କହିବି। କେବଳ ବାର୍ଷିକ ଉତ୍ସବ ନୁହେଁ, ଏ ବର୍ଷ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଥିଲା ଟ୍ୟାଲେଣ୍ଟ କିଡ୍ସ ନାଁରେ। ସେଇଟା ଥିଲା ସ୍ପୋର୍ଟସ୍। ଏମିତି କେଉଁ ଫଙ୍କସନ୍ ନାହିଁ, କେଉଁ ଆକ୍ଟିଭିଟିଜ୍ ନାହିଁ, ଆଉ କେଉଁ ଦିବସ ନାହିଁ ଯେଉଁଟା ଟ୍ୟାଲେଣ୍ଟ କିଡ୍ସରେ ପାଳନ ହେଉନି। ସବୁଠୁ ମଜା କଥା ହେଲା ମୁଁ ତାଙ୍କ ପଡ଼ୋଶୀ କମ୍ ଥିଲି, ଆଉ ସବୁ ଫଙ୍କସନ୍ରେ ଅତିଥି ବେଶୀ ଥିଲି। ଆଉ ମୁଁ ବି ଅତିଥି ହେବାକୁ ନେଇ ନିଜକୁ ଗର୍ବିତ ମନେ କରୁଥିଲି। ଆଉ ମୁଁ ବି ଟ୍ୟାଲେଣ୍ଟ କିଡ୍ସର ଜଣେ ସଦସ୍ୟଠୁ କମ୍ ନୁହେଁ ବୋଲି ନିଜକୁ ଭାବୁଥିଲି। ବାଲେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏ ଯାତ୍ରା ବୋଧହୁଏ ପ୍ରଭାସ ସାର୍ ଆଉ ପୁଷ୍ପଲତା ମ୍ୟାମ୍ଙ୍କର କେବଳ ସଂଘର୍ଷ ନଥିଲା, ସଂକଳ୍ପ ବି ଥିଲା ଭଳି ମୋର ମନେ ହେଉଥିଲା। ଯଦିଓ ପ୍ରଭାସ ସାର୍ଙ୍କ ଭୂମିକା ପ୍ରତ୍ୟକ୍ଷ ଭାବେ କମ୍ ଦେଖିବାକୁ ମିଳୁଥିଲା, କିନ୍ତୁ ପରଦା ପଛର ମୁଖ୍ୟ ନାୟକ ପ୍ରଭାସ ସାର୍ ବୋଲି ଏକଥାକୁ ଅସ୍ୱୀକାର କରିବା ସମ୍ଭବ ନଥିଲା। କିନ୍ତୁ ଶେଷରେ ପୁଷ୍ପଲତା ମ୍ୟାମ୍ଙ୍କ ସଫଳତାକୁ ଦେଖି ପୁଷ୍ପା ଫିଲ୍ମର ସେ ଡାଇଲଗ୍ କଥା ମୋର ମନେ ପଡ଼ିଯାଇଥିଲା। ପୁଷ୍ପା କବି ଝୁକେଗା ନେଇ। ସେମିତି ପୁଷ୍ପା ମ୍ୟାମ୍ କେବେ ଝୁକି ନାହାନ୍ତି କି ଆଗକୁ ବି ଝୁକିବେନି। ମ୍ୟାମ୍ ଆପଣ ଆଉ ସାର୍ ଏମିତି ଆଗକୁ ବଢ଼ି ଚାଲନ୍ତୁ। ଟ୍ୟାଲେଣ୍ଟ କିଡ୍ସ ଏମିତି ସଫଳତା ପରେ ସଫଳତା ପାଇଚାଲୁ, ଏତିକି ମୋର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା। ମୁଁ ସବୁଦିନ କିଛି ନା କିଛି କାହାଣୀ ଲେଖେ, ଆଉ ଆଜି ଭାବିଲି ଟ୍ୟାଲେଣ୍ଟ କିଡ୍ସର ସଫଳତାର କାହାଣୀ ଲେଖିବି, ଆଉ ଲେଖିଦେଇଥିଲି। ଯଦି ଆପଣମାନେ ଏହି କାହାଣୀ ଦେଖିବାକୁ ଚାହୁଁଛନ୍ତି, ତେବେ ଫେସବୁକ୍, ଇନଷ୍ଟା ଆଉ ୟୁଟ୍ୟୁବରେ ନିଶ୍ଚିତ ଦେଖିପାରିବେ। ଖାଲି ଏହି କାହାଣୀ ନୁହେଁ, ଏ ସମାଜରେ ଘଟୁଥିବା ଅନେକ ଘଟଣାକୁ ନେଇ କାହାଣୀ ହେଇଛି। ଅନେକ ନିଜ ଜୀବନରେ ଘଟିଥିବା ଘଟଣା ମୋ ଆଗରେ ବଖାଣିଛନ୍ତି, ଆଉ ମୋତେ କାହାଣୀ କରିବାକୁ ବାଧ୍ୟ ମଧ୍ୟ କରିଛନ୍ତି।
ଏମିତି ଅନେକ କାହାଣୀ କରିଛି। ଏମିତି ଅନେକ ଅକୁଆ କଥା, ହୃଦୟପଶୀ କାହାଣୀ, ଅନେକ ଗାଥା, ଘଟଣା, ଦୁର୍ଘଟଣାକୁ ନେଇ କାହାଣୀ ମାଧ୍ୟମରେ ଷ୍ଟୋରି ୱିଥ୍ ପ୍ରତାପରେ ଉପସ୍ଥାପନା କରୁ। ଟ୍ୟାଲେଣ୍ଟ କିଡ୍ସର ବାର୍ଷିକ ଉତ୍ସବରେ ଏହି କାହାଣୀ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।